କେବେ ଭାବିଛନ୍ତି କି ମାନେ ଆମେ ଯେତେବେଳେ ରୋଷେଇ ଘରେ ଗୋଟେ କେକ୍ ତିଆରି କରୁ କିମ୍ବା ଅନ୍ଧାରା ଘରେ ଆଲୋକର ସୁଇଚ୍ ଦବାଉ କିମ୍ବା ଖରାରେ ଛିଡ଼ା ହୋଇ ନିଜ ଛାଇକୁ ଦେଖୁ। ଲୋକେ ଭାବନ୍ତି ଏସବୁ କେବଳ ସାଧାରଣ ଦୈନନ୍ଦିନ କାମ। ଏକଦମ ମାନେ ଆମେ ସାଧାରଣତଃ ଭାବୁ ଯେ ବିଜ୍ଞାନ କେବଳ ସେହି ଧଳା କୋଟ୍ ପିନ୍ଧିଥିବା ବୈଜ୍ଞାନିକମାନଙ୍କ ପାଇଁ ନହେଲେ ଲ୍ୟାବୋରେଟୋରୀର ଚାରିକାନ୍ଥ ଭିତରେ ସୀମିତ। କିନ୍ତୁ ଆଜି ଆମେ ଏହି ଗଭୀର ଅନୁଧ୍ୟାନରେ ଏମିତି ଏକ ଉତ୍ସକୁ ନେଇ ଆଲୋଚନା କରିବାକୁ ଯାଉଛୁ ଯାହା ଏହି ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ବିଲକୁଲ। ଆଉ ସେହି ଉତ୍ସଟି ହେଉଛି ସପ୍ତମ ଶ୍ରେଣୀର ଏକ ବିଜ୍ଞାନ ପୁସ୍ତକ, ଯାହାର ନାଁ ହେଉଛି ଜିଜ୍ଞାସା। ହଁ, ଆଉ ଏଠି ଆମର ଉଦ୍ଦେଶ୍ୟ ଏହା ନୁହେଁ ଯେ ଆମେ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛୁ, ବୁଝିଲେ ତ? ବରଂ ଆମେ ଦେଖିବା ଯେ ଏହି ବିଦ୍ୟାଳୟ ସ୍ତରର ପୁସ୍ତକଟି ପ୍ରକୃତରେ ଆମର ଦୈନନ୍ଦିନ ବୟସ୍କ ଜୀବନର ରହସ୍ୟ ଖୋଲିବାର ଏକ ମାଷ୍ଟର ଚାବିକାଠି ଭଳି କାମ କରେ। ଠିକ୍ ଅଛି, ଆସନ୍ତୁ ଏହାକୁ ଟିକିନିକି ଭାବରେ ବିଶ୍ଳେଷଣ କରିବା। ଆଚ୍ଛା, ପ୍ରକୃତରେ ଜିଜ୍ଞାସା ଶବ୍ଦର ଅର୍ଥ ହିଁ ହେଉଛି ଜାଣିବାର ଉତ୍କଣ୍ଠା। ଏବଂ ମୋ ମତରେ ଏହିଠାରୁ ହିଁ ଆମର ଆଲୋଚନା ଆରମ୍ଭ ହେବା ଦରକାର। ମାନେ ବହିର ପ୍ରଥମ ଅଧ୍ୟାୟରୁ ହିଁ ସ୍ପଷ୍ଟ ହୋଇଯାଏ ଯେ ବିଜ୍ଞାନ କୌଣସି ସ୍ଥିର ନିୟମର ତାଲିକା ନୁହେଁ, ଯାହାକୁ ବସି ଘୋଷିବାକୁ ପଡ଼ିବ। ଠିକ୍ କଥା। ଏହା ହେଉଛି ଏକ ଚିର ବିକାଶଶୀଳ ପ୍ରକ୍ରିୟା, ଏକ ନିରନ୍ତର ଅନୁସନ୍ଧାନ। ମାନେ ଆମେ ଆଜି ଯାହାକୁ ସତ୍ୟ ବୋଲି ମାନୁଛୁ, କାଲି ଗୋଟେ ନୂଆ ଆବିଷ୍କାର ହୁଏ ସେହି ସତ୍ୟକୁ ଆହୁରି ମାର୍ଜିତ କରିଦେଇପାରେ। ତେଣୁ ବିଜ୍ଞାନକୁ ଗୋଟିଏ ବହିର ପୃଷ୍ଠାର ବାହାର କରି ଆମ ଚାରିପାଖରେ ଥିବା ବାସ୍ତବ ଜଗତ ସହ ଯୋଡ଼ିବା ନିହାତି ଆବଶ୍ୟକ। ସତରେ, ଆଉ ବାସ୍ତବ ଜଗତ କଥା ଉଠିଲେ ଆମ ଘରର ରୋଷେଇ ଘରେ ଦୁନିଆର ସବୁଠାରୁ ଜଟିଳ ରାସାୟନିକ ପରୀକ୍ଷାଗାର। ଜି ମାନେ ଆମେ ପ୍ରତିଦିନ ସେଠାରେ ଅମ୍ଳ ଏବଂ କ୍ଷାର ସହିତ ଖେଳୁଛୁ। ହଁ, ଆମକୁ ଜଣା ବି ନଥାଏ। ଏକଦମ ଯେମିତିକି ଖାଦ୍ୟରେ ଲେମ୍ବୁ ଚିପୁଡ଼ିବା ବେଳେ ତାର ଖଟ୍ଟା ସ୍ୱାଦ ହେଉଛି ଏସିଡ୍ ବା ଅମ୍ଳର ପ୍ରଭାବ। ଆଉ ବାସନ ସଫା କରିବା ବା ହାତ ଧୋଇବା ପାଇଁ ଆମେ ଯେଉଁ ସାବୁନ ବ୍ୟବହାର କରୁ ତାହା ହେଉଛି ବେସ୍ ବା କ୍ଷାର। କିନ୍ତୁ ଆମେ କେବେ ଏହାକୁ ସେହି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖୁନାହୁଁ। ଆମେ କେବଳ ଭାବୁ ଯେ ଲେମ୍ବୁ ସ୍ୱାଦ ବଢ଼ାଏ ଆଉ ସାବୁନ ମଇଳା ସଫା କରେ। କିନ୍ତୁ ସେହି ଧାରଣାଟି ଟିକେ ଅଧୁରା ହେଲା କି? ଏହା ପଛରେ ଥିବା ପ୍ରକୃତ ପ୍ରକ୍ରିୟାଟି ଆହୁରି ଆଶ୍ଚର୍ଯ୍ୟଜନକ। ମାନେ ଅମ୍ଳ ଏବଂ କ୍ଷାର ମଧ୍ୟରେ ଯେତେବେଳେ ମିଳନ ହୁଏ, ତାହା କେବଳ ଏକ ସାଧାରଣ ମିଶ୍ରଣ ନୁହେଁ, ତାହା ଏକ ସୂକ୍ଷ୍ମ ଆଣବିକ ଯୁଦ୍ଧ। ଆଣବିକ ଯୁଦ୍ଧ ମାନେ କେମିତି? ଉଦାହରଣ ସ୍ୱରୂପ, ଆମେ ଯେତେବେଳେ ଗରିଷ୍ଠ ଖାଦ୍ୟ ଖାଉ, ଆମ ପାକସ୍ଥଳୀ ଖାଦ୍ୟ ହଜମ କରିବା ପାଇଁ ହାଇଡ୍ରୋକ୍ଲୋରିକ୍ ଆସିଡ୍ କ୍ଷରଣ କରେ। କିନ୍ତୁ ଯେତେବେଳେ ଏହାର ମାତ୍ରା ଅଧିକ ହୋଇଥାଏ, ଆମକୁ ଛାତି ପୋଡ଼ିବା ବା ଆସିଡିଟି ଅନୁଭବ ହୁଏ। ସେହି ଜଳାପୋଡ଼ା ପ୍ରକୃତରେ ଆସିଡ୍ ଆମ ପାକସ୍ଥଳୀର କାନ୍ଥକୁ ଆକ୍ରମଣ କରିବାରେ ଗୋଟେ ସଂକେତ। ଆଉ ଏହାର ପ୍ରତିକାର ପାଇଁ ଆମେ ଆଣ୍ଟାସିଡ୍ ଖାଉ। ଆଣ୍ଟାସିଡ୍ ହେଉଛି ଏକ କ୍ଷାର। ଟିକେ ରୁହନ୍ତୁ, ଅର୍ଥାତ୍ ଆମେ ନିଜ ପେଟ ଭିତରକୁ ଏକ ପ୍ରତିଦ୍ୱନ୍ଦ୍ୱୀ ରାସାୟନିକ ପଦାର୍ଥ ପଠାଉଛୁ। ତେବେ ସେଠାରେ ପ୍ରକୃତିରେ କ'ଣ ଘଟେ? ସେମାନେ କ'ଣ ପରସ୍ପରକୁ ନଷ୍ଟ କରିଦିଅନ୍ତି? ବିଲକୁଲ ଠିକ୍ ଧରିଲେ। ଏହାକୁ ହିଁ ପ୍ରଶମନ କିମ୍ବା ନ୍ୟୁଟ୍ରାଲାଇଜେସନ ପ୍ରକ୍ରିୟା କୁହାଯାଏ। ମାନେ ଅମ୍ଳରେ ଥିବା ଅତିରିକ୍ତ ହାଇଡ୍ରୋଜେନ୍ ଆୟନ ଏବଂ କ୍ଷାରରେ ଥିବା ହାଇଡ୍ରକ୍ସାଇଡ୍ ଆୟନ ପରସ୍ପର ସହିତ ତୀବ୍ର ବେଗରେ ଧକ୍କା ହୁଅନ୍ତି। ଓହୋ, ହଁ, ଆଉ ସେମାନେ ନିଜ ନିଜର କ୍ଷତିକାରକ ଗୁଣକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଅନ୍ତି। ତାପରେ ମିଶିଯାଇ ଦୁଇଟି ସମ୍ପୂର୍ଣ୍ଣ ନୂଆ ତଥା ନିରାପଦ ଜିନିଷ ସୃଷ୍ଟି କରନ୍ତି, ପାଣି ଏବଂ ଲୁଣ। ସେଥିପାଇଁ ତ ଆଣ୍ଟାସିଡ୍ ଖାଇବାର କିଛି ସେକେଣ୍ଡ ମଧ୍ୟରେ ହିଁ ଯନ୍ତ୍ରଣା ଗାୟବ ହୋଇଯାଏ। ଏହା କୌଣସି ଯାଦୁ ନୁହେଁ, ଏହା ହେଉଛି ରସାୟନ ବିଜ୍ଞାନର ସିଧାସଳଖ ପ୍ରୟୋଗ। ବାପରେ, ପେଟ ଭିତରେ ପ୍ରତିଦିନ ଏତେବେଳେ ରାସାୟନିକ ଯୁଦ୍ଧ ଚାଲିଛି ଆଉ କାହାକୁ ଜଣା ବି ନାହିଁ। କିନ୍ତୁ ଆଚ୍ଛା, ଆମେ ଯେତେବେଳେ ପଦାର୍ଥର ପରିବର୍ତ୍ତନ କଥା କହୁଛୁ, ଗୋଟେ ସାଧାରଣ ଦ୍ୱନ୍ଦ୍ୱ ମନକୁ ଆସେ। ମାନେ ବରଫ ତରଳି ପାଣି ହେବା ଏବଂ ଗୋଟେ କାଠ ଖଣ୍ଡ ଯୋଳି ପାଉଁଶ ହେବା, ଦୁଇଟି ଯାକର ତ ଜିନିଷର ରୂପ ବଦଳି ଯାଉଛି ନା? ହଁ, ଦେଖିବାକୁ ଗଲେ ତ ସେଇଆ ଲାଗେ। ହେଲେ ଆମେ ଗୋଟିଏକୁ ଭୌତିକ ପରିବର୍ତ୍ତନ ଆଉ ଅନ୍ୟଟିକୁ ରାସାୟନିକ ପରିବର୍ତ୍ତନ ବୋଲି କାହିଁକି କହୁ? ପାର୍ଥକ୍ୟଟା ପ୍ରକୃତରେ କେଉଁଠି ଅଛି? କାରଣ ଦୁଇଟିରେ ଆମେ ମୂଳ ଜିନିଷଟିକୁ ହରାଉଛୁ। ନା, ସେଠାରେ ଏକ ବିରାଟ ମୌଳିକ ପାର୍ଥକ୍ୟ ଅଛି। ଟିକେ ଗଭୀରକୁ ଯାଇ ଚିନ୍ତା କରିବା ଆସନ୍ତୁ। ବରଫ ତରଳିବା ବେଳେ ପ୍ରକୃତରେ କ'ଣ ହେଉଛି? ଜଳର ଅଣୁଗୁଡ଼ିକ କେବଳ ପରସ୍ପରଠାରୁ ଟିକେ ଦୂରେଇ ଯାଉଛନ୍ତି। ତାହାର ଆଭ୍ୟନ୍ତରୀଣ ସଂରଚନାରେ କୌଣସି ପରିବର୍ତ୍ତନ ହେଉନାହିଁ। ଆଚ୍ଛା, ମାନେ ତାହା ପୂର୍ବରୁ ବି H2O ଥିଲା, ଏବେ ବି H2O ଅଛି। ଏକଦମ। ତେଣୁ ତାକୁ ଥଣ୍ଡା କଲେ ତାହା ପୁଣି ବରଫ ହୋଇଯିବ।
କିନ୍ତୁ କାଠ ଜଳିବା ବେଳେ କାହାଣୀ ସମ୍ପୂର୍ଣ୍ଣ ଅଲଗା। ସେଠାରେ ତାପ ପ୍ରୟୋଗ ଯୋଗୁଁ କାଠରେ ଥିବା କାର୍ବନ ଅଣୁଗୁଡ଼ିକ ବାୟୁମଣ୍ଡଳର ଅମ୍ଳଜାନ ସହ ମିଶି ରାସାୟନିକ ବନ୍ଧନ ଭାଙ୍ଗି ଦିଅନ୍ତି। ଏହା ଫଳରେ ଅଙ୍ଗାରକାମ୍ଳ ଗ୍ୟାସ୍ ଏବଂ ପାଉଁଶ ସୃଷ୍ଟି ହୁଏ। ଆଉ ସେହି ଭାଙ୍ଗି ଯାଇଥିବା ବନ୍ଧନରୁ ହିଁ ଶକ୍ତି ବାହାରେ। ଠିକ୍ ଧରିଲେ, ଯାହାକୁ ଆମେ ନିଆଁ ଏବଂ ଉତ୍ତାପ ଆକାରରେ ଦେଖୁ। ଥରେ ସେହି ବନ୍ଧନ ଭାଙ୍ଗିଗଲେ ଆଉ ସେହି ପାଉଁଶକୁ ପୁଣି ଯୋଡ଼ି କାଠ ତିଆରି କରିହେବ ନାହିଁ। ବୁଝିଗଲି। ମାନେ ଭୌତିକ ପରିବର୍ତ୍ତନ କେବଳ ପୋଷାକ ବଦଳାଇବା ଭଳି, କିନ୍ତୁ ରାସାୟନିକ ପରିବର୍ତ୍ତନ ହେଉଛି ପୁରା ବ୍ୟକ୍ତିତ୍ୱ ବଦଳିଯିବା ଭଳି। ଆଉ ମଣିଷ ବୋଧେ ଏହି ରାସାୟନିକ ପରିବର୍ତ୍ତନଗୁଡ଼ିକୁ ନିଜ ସୁବିଧା ପାଇଁ ଆୟତ୍ତ କରିବାରେ ବହୁତ ପାରଙ୍ଗମ। ବୁଝିଲେ ତ? ଆମେ କେବଳ ପ୍ରକୃତିର ଖେଳ ଦେଖି ଚୁପ୍ ବସିନାହୁଁ। ଆମେ ମାଟି ତଳ ଲୁହା ପଥର ବାହାର କରି, ତାକୁ ଉଚ୍ଚ ତାପମାତ୍ରାରେ ତରଳାଇ, ସେଥିରୁ ଅମ୍ଳଜାନକୁ ଅଲଗା କରି ଖାଣ୍ଟି ଲୁହା ବାହାର କରୁଛୁ। ହଁ, ଧାତୁ ଓ ଅଧାତୁର ବିଶ୍ଳେଷଣ ଚତୁର୍ଥ ଅଧ୍ୟାୟର ବିଷୟ। ବିଲକୁଲ। ଏହି ଗୋଟିଏ ରାସାୟନିକ ପରିଚାଳନା ଯୋଗୁଁ ଆଜି ବଡ଼ ବଡ଼ ସେତୁ, କୋଠାବାଡ଼ି ଏବଂ ଆଧୁନିକ ଯାନବାହନ ସମ୍ଭବ ହୋଇପାରିଛି। ଧାତୁଗୁଡ଼ିକର କଠିନତା ଏବଂ ସେଗୁଡ଼ିକୁ ପିଟି ପିଟି ତାର କରିପାରିବାର ଗୁଣ ହିଁ ତ ମାନବ ସଭ୍ୟତାର ମୂଳଦୁଆ। ଏବଂ ସେହି ଧାତୁର ତାର ଦେଇ ଯାହା ପ୍ରବାହିତ ହେଉଛି, ତାହା ଆମ ଆଲୋଚନାକୁ ପରବର୍ତ୍ତୀ ସ୍ତରକୁ ନେଇଯାଉଛି, ମାନେ ଶକ୍ତି ଏବଂ ଗତି। କେବଳ ପଦାର୍ଥ ଥିଲେ ତ କିଛି ହେବ ନାହିଁ, ସେଥିରେ ଜୀବନ ନ୍ୟାସ କରିବା ପାଇଁ ଶକ୍ତି ଦରକାର। ହଁ, ଆମେ ସୁଇଚ୍ ଦବାଇବା କ୍ଷଣି ବଣି ଜଣି ଉଠୁଛି, କିନ୍ତୁ କାନ୍ଥ ଭିତରେ ପ୍ରକୃତିରେ କ'ଣ ଘଟୁଛି ତାହା ବହୁତ କମ୍ ଲୋକ ଭାବନ୍ତି। ଏକ ବିଦ୍ୟୁତ୍ ପରିପଥ ବା ସର୍କିଟ୍ ହେଉଛି ଇଲେକ୍ଟ୍ରନମାନଙ୍କ ପାଇଁ ଏକ ସୁନିୟୋଜିତ ରାଜପଥ। ଆଚ୍ଛା। କିନ୍ତୁ ଇଲେକ୍ଟ୍ରନଗୁଡ଼ିକୁ ଆପେ ଆପେ ତ ଦୌଡ଼ିବେ ନାହିଁ। ମୁଁ ଯେମିତି ବୁଝୁଛି, ଏହା ଏକ ପାଣି ପମ୍ପ ଭଳି କାମ କରେ, ନୁହେଁ କି? ବ୍ୟାଟେରୀ କିମ୍ବା ପାୱାର ଗ୍ରିଡ୍ ହେଉଛି ସେହି ପମ୍ପ, ଯାହା ଏକ ଚାପ ବା ଭୋଲ୍ଟେଜ୍ ସୃଷ୍ଟି କରେ। ଏକଦମ ଠିକ୍ ଉଦାହରଣ। ସେହି ଚାପ ଯୋଗୁଁ ତାର ଭିତରେ ଥିବା ଇଲେକ୍ଟ୍ରନଗୁଡ଼ିକ ଗୋଟିଏ ଆଡ଼କୁ ଠେଲି ହୋଇ ଦୌଡ଼ନ୍ତି, ଆଉ ସେମାନେ ଯେତେବେଳେ ବଲ୍ବର ସୂକ୍ଷ୍ମ ତାର ଦେଇ ଅତିକ୍ରମ କରନ୍ତି, ସେଠାରେ ଘର୍ଷଣ ସୃଷ୍ଟି ହୁଏ। ସେହି ଘର୍ଷଣ ହିଁ ଆଲୋକ ଓ ଉତ୍ତାପରେ ପରିଣତ ହୁଏ। କିନ୍ତୁ ଏହି ପ୍ରବାହ ଯଦି ନିୟନ୍ତ୍ରଣ ବାହାରକୁ ପଳାଏ, ତେବେ କ'ଣ ହେବ? ଆଉ ସେଥିପାଇଁ ତ ପ୍ରତ୍ୟେକ ଘରେ ଫ୍ୟୁଜ୍ କିମ୍ବା ସର୍କିଟ୍ ବ୍ରେକର ବା ଏମ୍ସିବି ଲଗାଯାଇଥାଏ। ଆପଣ ଦେଖିବେ, ଏହା ଏକ ଅତ୍ୟନ୍ତ ଚତୁର ବୈଜ୍ଞାନିକ ଉଦ୍ଭାବନ। ଫ୍ୟୁଜ୍ ତାରଟି ଏପରି ଏକ ଧାତୁରେ ତିଆରି ଯାହାର ତରଳିବା ବିନ୍ଦୁ ବହୁତ କମ୍ ଥାଏ। ଆଚ୍ଛା, ମାନେ ଜଲ୍ଦି ତରଳିଯିବ। ପ୍ରକାରର ଆତ୍ମବଳିଦାନ, ଯାହା ବାକି ସବୁକିଛିକୁ ବଞ୍ଚାଇ ଦିଏ। ଶକ୍ତି କିପରି ଗୋଟିଏ ରୂପରୁ ଅନ୍ୟ ରୂପକୁ ସ୍ଥାନାନ୍ତରିତ ହୁଏ, ତାହା ବୁଝିବାର ଏହା ଏକ ଜ୍ୱଳନ୍ତ ଉଦାହରଣ। ବା, ସତରେ! ଆଉ ଶକ୍ତି ସ୍ଥାନାନ୍ତରଣ, ମାନେ ତାପ ସ୍ଥାନାନ୍ତରଣ କଥା ଯେତେବେଳେ ଆସୁଛି, ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି। ଶୀତଦିନେ ଆମେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ମୋଟା କମ୍ବଳ ଘୋଡ଼େଇ ହଉ, ହେଲା କି? ପିଲାଦିନୁ ମୋର ଗୋଟେ ଧାରଣା ଥିଲା ଯେ କମ୍ବଳ ଭିତରେ କୌଣସି ଏକ ଯାଦୁକରୀ ଶକ୍ତି ଅଛି, ଯାହା ଉତ୍ତାପ ସୃଷ୍ଟି କରେ। ମାନେ ଆପଣ ଭାବୁଥିଲେ କମ୍ବଳ ନିଜେ ଗରମ କରେ? ହଁ, ମାନେ କମ୍ବଳ ଆମକୁ ଗରମ ଦିଏ ବୋଲି ସମସ୍ତେ କହନ୍ତି, କିନ୍ତୁ ବିଜ୍ଞାନ ଅନୁସାରେ ଏହା ସମ୍ପୂର୍ଣ୍ଣ ଭୁଲ, ଠିକ୍ ନା? କମ୍ବଳ ନିଜେ କୌଣସି ଉତ୍ତାପ ସୃଷ୍ଟି କରିପାରିବା ନାହିଁ। ସମ୍ପୂର୍ଣ୍ଣ ସତ କଥା। ସେହି ଧାରଣାଟି ଅଧିକାଂଶ ଲୋକଙ୍କର ଥାଏ। କିନ୍ତୁ ପ୍ରକୃତରେ କମ୍ବଳ କାହାକୁ ଗରମ କରେ ନାହିଁ, ବରଂ ଆମେ ହିଁ କମ୍ବଳକୁ ଗରମ କରୁ। ଆମ ଶରୀର ନିରନ୍ତର ଉତ୍ତାପ ସୃଷ୍ଟି କରୁଥାଏ। ଆଚ୍ଛା, ଆମ ଦେହରୁ ଉତ୍ତାପ ବାହାରେ? ହଁ, ଆଉ ଶୀତଦିନେ ବାହାରର ତାପମାତ୍ରା କମ୍ ଥିବାରୁ ଆମ ଶରୀରର ତାପ ବାହାରକୁ ଚାଲିଯିବାକୁ ଚେଷ୍ଟା କରେ। କାରଣ ତାପ ସବୁବେଳେ ଗରମ ସ୍ଥାନରୁ ଥଣ୍ଡା ସ୍ଥାନକୁ ପ୍ରବାହିତ ହୁଏ। କମ୍ବଳ କେବଳ ସେହି ଉତ୍ତାପକୁ ବାହାରକୁ ଯିବାରେ ବାଧା ଦିଏ। କମ୍ବଳର ସୂତା ମଧ୍ୟରେ ଅନେକ ଛୋଟ ଛୋଟ ବାୟୁ କୋଠରୀ ଥାଏ। ବାୟୁ ହେଉଛି ତାପର ଏକ କୁପରିବାହୀ। ତେଣୁ ସେହି ଆବଦ୍ଧ ବାୟୁ ଆମ ଶରୀରର ତାପକୁ ବାହାରକୁ ଛାଡ଼େ ନାହିଁ। ମାନେ ଆମର ନିଜ ଶରୀରର ଉତ୍ତାପ ହିଁ ଆମକୁ ଗରମ ରଖେ। ବୁଝିଲି। ଆଉ ଏହି ଗୋଟିଏ ନିୟମକୁ ବ୍ୟବହାର କରି ଆମେ ଥର୍ମୋଫ୍ଲାସ୍କ ପରି ଚମତ୍କାର ଜିନିଷ ତିଆରି କରିଦେଲେ। ମୁଁ ଯେତେବେଳେ ଏହା ପଛର କାରଣ ବୁଝିଲି, ମୋ ମୁଣ୍ଡ ପୁରା ଘୂରିଗଲା। ହଁ, ଥର୍ମୋଫ୍ଲାସ୍କର ଡିଜାଇନ ବହୁତ ମଜାଦାର। ଏକଦମ। ମାନେ ତାପ ସ୍ଥାନାନ୍ତରଣ ପାଇଁ ମାଧ୍ୟମ ଦରକାର, ପରିବହନ ବା ପରିଚାଳନା ପାଇଁ ପଦାର୍ଥର ଅଣୁ ଦରକାର। ତେଣୁ ବୈଜ୍ଞାନିକମାନେ କ'ଣ କଲେ? ସେମାନେ ଫ୍ଲାସ୍କର ଦୁଇଟି କାନ୍ଥ ମଧ୍ୟରେ ଥିବା ସମସ୍ତ ବାୟୁକୁ ଶୋଷି ନେଇ ଏକ ଶୂନ୍ୟ ସ୍ଥାନ ବା ଭ୍ୟାକ୍ୟୁମ୍ ସୃଷ୍ଟି କରିଥିଲେ। ଅଣୁ ହିଁ ନାହିଁ, ତେଣୁ ତାପ ବାହାରକୁ ଯିବ କିପରି? ଆଉ ବିକିରଣ ମାଧ୍ୟମରେ ଯେଉଁ ତାପ ଯାଇପାରନ୍ତା, ତାକୁ ଅଟକାଇବା ପାଇଁ ଭିତର ପଟେ ଦର୍ପଣ ଭଳି ଚମକୁଥିବା ପ୍ରଲେପ ଦେଇଦେଲେ।
ତାହା ଉତ୍ତାପକୁ ପୁଣି ଭିତରକୁ ପ୍ରତିଫଳିତ କରିଦିଏ। ଏହା ଗୋଟିଏ ଇଞ୍ଜିନିୟରିଂ ଚମତ୍କାର। ବିଲକୁଲ। ଆମେ ପ୍ରକୃତିର ନିୟମକୁ ଅଟକାଇ ପାରିବା ନାହିଁ, କିନ୍ତୁ ତାକୁ ବୁଝିଲେ ଆମେ ତାକୁ ଏଡ଼ାଇବାର କୌଶଳ ବାହାର କରିପାରିବା। ଆଉ ଗୋଟେ କଥା ଦେଖନ୍ତୁ, ଶକ୍ତି ଏବଂ ଆଲୋକର ଖେଳରୁ ଆମେ ଆଉ ଏକ ଜିନିଷ ଶିଖିଲେ, ତାହା ହେଉଛି ଛାୟା ବା ଛାଇ। ଛାଇ? ହଁ, ଆଲୋକ ଏକ ସରଳ ରେଖାରେ ଗତି କରେ, ଆଉ ତାର ରାସ୍ତାରେ କୌଣସି ଅସ୍ୱଚ୍ଛ ବସ୍ତୁ ଆସିଲେ ଆଲୋକ ଆଗକୁ ଯାଇପାରେ ନାହିଁ, ଯାହାଫଳରେ ଛାଇ ସୃଷ୍ଟି ହୁଏ। କିନ୍ତୁ ଏଠି ମୋର ଗୋଟେ ପ୍ରଶ୍ନ ଅଛି। ଛାଇର ବାସ୍ତବ ଜୀବନରେ ଉପଯୋଗିତା କ'ଣ ବୋଲି କେହି ବି ଭାବିପାରେ। ଏହା ତ କେବଳ ଏକ ଅନ୍ଧକାର ଜାଗା, ନୁହେଁ କି? ଆଉ ସେଇଠି ତ ମଜା କଥା ଲୁଚିଛି। ଆମେ ଭାବୁ ଛାଇ ମାନେ କିଛି ନୁହେଁ, କିନ୍ତୁ ପୁରାତନ କାଳରେ ମଣିଷ ପାଇଁ ଛାଇ ହିଁ ସମୟ ମାପିବାର ଏକମାତ୍ର ମାଧ୍ୟମ ଥିଲା। ମାନେ, ସୂର୍ଯ୍ୟଙ୍କ ଗତିବିଧି ସହ ଗୋଟିଏ ଲାଠିର ଛାଇ କିପରି ଦିଗ ଏବଂ ଲମ୍ବ ବଦଳାଉଛି, ତାକୁ ହିସାବ କରି ମଣିଷ ସୂର୍ଯ୍ୟଘଡ଼ି ବା ସନ୍ଡାଏଲ୍ ତିଆରି କଲା। ହଁ, ଯାହା ଅଷ୍ଟମ ଓ ଏକାଦଶ ଅଧ୍ୟାୟରେ ବହୁତ ସୁନ୍ଦର ଭାବେ ବୁଝାଯାଇଛି। ବିଲକୁଲ, ତାହା ହିଁ ଥିଲା ସମୟ ଓ ଗତିକୁ ବୁଝିବାର ପ୍ରଥମ ପ୍ରୟାସ। ଟିକେ ଭାବନ୍ତୁ, ଯଦି ଆମେ ସମୟ ଓ ଗତିର ଏକକ ମାପିବା ଶିଖିନଥାନ୍ତେ, ଆଜିର ଦୁନିଆରେ ନା ଟ୍ରେନ୍ ଚାଲିପାରନ୍ତା, ନା ଆମେ ଜାଣିପାରନ୍ତେ ଯେ ଦିଲ୍ଲୀରୁ ଲଣ୍ଡନ ଯିବାକୁ ବିମାନରେ କେତେ ସମୟ ଲାଗିବ। ଆମେ ଭବିଷ୍ୟବାଣୀ କରିବା ଶିଖିଗଲୁ। ସବୁକିଛି ଗୋଟିଏ ଛାଇରୁ ହିଁ ଆରମ୍ଭ ହେଲା। ପ୍ରକୃତରେ ସେହି କ୍ରମ ବିକାଶ ହିଁ ଆଶ୍ଚର୍ଯ୍ୟଜନକ। କିନ୍ତୁ ତେବେ ଆସନ୍ତୁ ଏହି ଭୌତିକ ପୃଥିବୀରୁ ଟିକେ ଆଗକୁ ବଢ଼ିବା। ରସାୟନ ବିଜ୍ଞାନର ଅଣୁ, ଶକ୍ତିର ପ୍ରବାହ ଏବଂ ସମୟର ଗତି, ଏସବୁର ମିଳନରୁ ଯେଉଁ ସବୁଠାରୁ ଜଟିଳ ଏବଂ ସୁନ୍ଦର ଜିନିଷଟିର ସୃଷ୍ଟି ହୋଇଛି, ତାହା ହେଉଛି ଜୀବନ। ଜୀବନ, ବାୟୋଲୋଜି। ହଁ, ଜୀବଜଗତ ବା ବାୟୋଲୋଜି ଏହା କେବଳ ପତ୍ର ଓ ଚେରର ନାମ ଘୋଷିବା ନୁହେଁ। ଉଦାହରଣ ସ୍ୱରୂପ ଆଲୋକଶ୍ଳେଷଣ ବା ଫୋଟୋସିନ୍ଥେସିସ୍ କଥା ନେବା। ଆମେ ଏହାକୁ ଉଦ୍ଭିଦର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ବୋଲି ପଢ଼ିଛୁ, କିନ୍ତୁ ଏହାର ପ୍ରକୃତ ବିଶାଳତାକୁ ବୁଝିବାକୁ ଚେଷ୍ଟା କଲେ ମୁଣ୍ଡ ଘୂରିଯିବ। ହଁ, ମୁଁ ଏହା ବିଷୟରେ ପଢ଼ିଲା ବେଳେ ଗୋଟେ ନୂଆ ଦୃଷ୍ଟିକୋଣ ପାଇଲି। ମାନେ, ଉଦ୍ଭିଦମାନେ ପ୍ରକୃତରେ ଆମ ପୃଥିବୀର ସବୁଠାରୁ ବଡ଼ ସୌର ବ୍ୟାଟେରୀ ଭଳି କାମ କରନ୍ତି। ସୌର ବ୍ୟାଟେରୀ? ଏକଦମ ସଠିକ୍ ତ ମାନା। ସେମାନେ ଶୂନ୍ୟରୁ ଖାଦ୍ୟ ତିଆରି କରନ୍ତି ନାହିଁ। ସେମାନେ ସୂର୍ଯ୍ୟକିରଣରୁ ଆସୁଥିବା ଶକ୍ତିକୁ ଧରି ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଏବଂ ମାଟିରୁ ପାଣି ନେଇ ଏକ ବାସ୍ତବ ପଦାର୍ଥ ତିଆରି କରନ୍ତି, ଯାହା ହେଉଛି ଶର୍କରା ବା ଗ୍ଲୁକୋଜ୍। ଆଉ ତାର ମାନେ ହେଉଛି? ଅର୍ଥାତ୍ ଯେତେବେଳେ ଆମେ ଗୋଟେ ସେଓ ଖାଉଛୁ କିମ୍ବା ଭାତ ଖାଉଛୁ, ଆମେ ପ୍ରକୃତରେ ଆବଦ୍ଧ ହୋଇଥିବା ସୂର୍ଯ୍ୟାଲୋକକୁ ହିଁ ଖାଉଛୁ। ତା ସହିତ ସେମାନେ ଆମକୁ ବଞ୍ଚିବା ପାଇଁ ଅମ୍ଳଜାନ ଛାଡୁଛନ୍ତି। ମାନେ, ଆମର ପ୍ରତିଟି ନିଶ୍ୱାସ ଗୋଟେ ଗଛ ସହିତ ଲିଙ୍କ ହୋଇଛି। ଏହା ଭାବିଲେ ଦେହ ଶୀତେଇ ଉଠେ। ଆଉ ଏହି ଜୀବନ ପ୍ରକ୍ରିୟା ଯେତେବେଳେ ମଣିଷ ଶରୀର ଭିତରେ କାମ କରେ, ତାହା ଆହୁରି ଜଟିଳ ହୋଇଯାଏ, ବିଶେଷ କରି କିଶୋରାବସ୍ଥା ସମୟରେ। ବୁଝିଲେ ତ? ଷଷ୍ଠ ଅଧ୍ୟାୟରେ ଏ ବିଷୟରେ ଅଛି। ସପ୍ତମ ଶ୍ରେଣୀରେ ପଢୁଥିବା ପିଲାମାନେ ନିଜେ ଏହି ସମୟ ଦେଇ ଗତି କରୁଥାନ୍ତି। ହଁ, ମାନେ ହଠାତ୍ ଶରୀରର ଉଚ୍ଚତା ବଢ଼ିଯାଏ, ସ୍ୱରରେ ପରିବର୍ତ୍ତନ ଆସେ, ଥରିଯାଏ ସ୍ୱର। ଏକଦମ ମୁହଁରେ ବ୍ରଣ ବାହାରେ ଏବଂ ମାନସିକ ସ୍ତରରେ ବିଭିନ୍ନ ପ୍ରକାରର ଭାବନା ଆସେ। ସମାଜରେ ଅନେକ ସମୟରେ ଏହାକୁ ନେଇ ସଂକୋଚ ବା ଭୟ ରହେ, କିନ୍ତୁ ବିଜ୍ଞାନ ଏହାକୁ ଏକ ଅତି ସୁନ୍ଦର ଯାନ୍ତ୍ରିକ ପ୍ରକ୍ରିୟା ଭାବରେ ବ୍ୟାଖ୍ୟା କରେ। ମାନେ, ତାହା କେବଳ କୌଣସି ମାନସିକ ଅସ୍ଥିରତା ନୁହେଁ, ତାହା ପ୍ରକୃତରେ ବାୟୋକେମିକାଲ ପରିବର୍ତ୍ତନ। ସମ୍ପୂର୍ଣ୍ଣ ଭାବରେ ଶରୀରରେ ଥିବା ଏଣ୍ଡୋକ୍ରାଇନ୍ ଗ୍ରନ୍ଥିଗୁଡ଼ିକ ହର୍ମୋନ୍ ନାମକ ରାସାୟନିକ ବାର୍ତ୍ତାବାହ କ୍ଷରଣ କରନ୍ତି। ଏହି ହର୍ମୋନ୍ଗୁଡ଼ିକ ରକ୍ତ ମାଧ୍ୟମରେ ଯାଇ ଶରୀରର ବିଭିନ୍ନ କୋଷଗୁଡ଼ିକୁ ସଂକେତ ଦିଅନ୍ତି ଯେ ଏବେ ବଢ଼ିବାର ସମୟ ଆସିଗଲାଣି, ତୁମର ଆକାର ପରିବର୍ତ୍ତନ କର। ୱା, ଏମିତି ବି ହୁଏ? ହଁ, ମସ୍ତିଷ୍କରେ ମଧ୍ୟ ନୂଆ ନ୍ୟୁରାଲ କନେକ୍ସନ୍ସ ତିଆରି ହୁଏ। ଯଦି ଜଣେ କିଶୋର ବା କିଶୋରୀ ଏହି ବୈଜ୍ଞାନିକ ପ୍ରକ୍ରିୟାଟିକୁ ବୁଝିପାରିବେ, ତେବେ ସେମାନେ ନିଜ ଶରୀରର ପରିବର୍ତ୍ତନକୁ ଦେଖି ଭୟଭୀତ ହେବେ ନାହିଁ। ଏହା କୌଣସି ରୋଗ ନୁହେଁ। ଆପଣ ଜାଣିଥିବେ, ଏହା ହେଉଛି ପ୍ରକୃତିର ଏକ ସଫ୍ଟୱେର୍ ଅପଡେଟ୍। ଜୀବବିଜ୍ଞାନର ଜ୍ଞାନ ଏଠାରେ ଏକ ମାନସିକ ଚିକିତ୍ସା ଭଳି କାମ କରେ। ଏହାକୁ ସଫ୍ଟୱେର୍ ଅପଡେଟ୍ କହିବାଟା ଏକ ଚମତ୍କାର ତୁଳନା। ସତରେ, ତେବେ ଆମେ ଦେଖିଲେ ଯେ ଆମ ଶରୀର ଭିତରେ ଗୋଟିଏ ବ୍ରହ୍ମାଣ୍ଡ ଅଛି। କିନ୍ତୁ ପ୍ରକୃତ ବ୍ରହ୍ମାଣ୍ଡ ସହିତ ଆମର ସମ୍ପର୍କ କ'ଣ? ସାଧାରଣତଃ ଆମେ ଭାବୁ ଯେ ଆମେ ପୃଥିବୀରେ ଆମ କାମ କରୁଛୁ, ଆଉ ସୂର୍ଯ୍ୟ ଚନ୍ଦ୍ର ଉପରେ ଆକାଶରେ ଅଛନ୍ତି। ଯେମିତିକି ସେମାନେ କେବଳ ସାଜସଜ୍ଜା ପାଇଁ ଅଛନ୍ତି। ହଁ, ସେମାନେ ଆମକୁ କେବଳ ଖରା ଏବଂ ଜହ୍ନରାତି ଦେବା ଛଡ଼ା ଆମ ବ୍ୟକ୍ତିଗତ ଜୀବନ ସହ ସେମାନଙ୍କ କିଛି ସମ୍ପର୍କ ନାହିଁ। ଏହା କ'ଣ ସତ?
ଏହାଠାରୁ ବଡ଼ି ଅସତ୍ୟ ଆଉ କିଛି ହୋଇନପାରେ। ଆମେ କେବଳ ଏହି ପୃଥିବୀର ଅଧିବାସୀ ନୁହଁ, ଆମେ ସିଧାସଳଖ ଭାବରେ ମହାକାଶର ଏକ ଅଂଶ। ଚିନ୍ତା କରନ୍ତୁ, ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ମହାସାଗରଗୁଡ଼ିକୁ ନିଜ ଆଡ଼କୁ ଟାଣେ, ଯାହା ଫଳରେ ଜ୍ୱାର ଏବଂ ଭଟ୍ଟା ସୃଷ୍ଟି ହୁଏ। ଯାହା ସମୁଦ୍ରର ଜୀବଜଗତକୁ ପ୍ରଭାବିତ କରେ। ଏକଦମ। ସମୁଦ୍ରରେ ଥିବା ଲକ୍ଷ ଲକ୍ଷ ଜଳଚର ପ୍ରାଣୀଙ୍କ ଜୀବନଚକ୍ର ଏବଂ ପ୍ରଜନନ ପ୍ରକ୍ରିୟା ଏଇ ଜୁଆର ଉପରେ ହିଁ ନିର୍ଭରଶୀଳ। ଆଉ ସୂର୍ଯ୍ୟ ଚାରିପଟେ ପୃଥିବୀର ଗତି ଯୋଗୁଁ ଋତୁ ପରିବର୍ତ୍ତନ ହୁଏ। ଯଦି ପୃଥିବୀ ନିଜ ଅକ୍ଷରେ ଟିକେ ଢଳି କରି ନଥାନ୍ତା, ତେବେ ଋତୁ ପରିବର୍ତ୍ତନ ହୁଅନ୍ତା ନାହିଁ, ବର୍ଷା ହୁଅନ୍ତା ନାହିଁ, ଚାଷ ହୋଇପାରନ୍ତା ନାହିଁ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ, ମାନେ ଯାହା ମୋର ହୋସ୍ ଉଡ଼େଇଦେଲା, ତାହା ହେଉଛି ଆମ ଶରୀର ଏବଂ ନକ୍ଷତ୍ରମାନଙ୍କ ମଧ୍ୟରେ ଥିବା ସମ୍ପର୍କ। ବୁଝିଲେ ତ? ଆମ ରକ୍ତ ଲାଲ ଦେଖାଯାଏ କାରଣ ସେଥିରେ ହିମୋଗ୍ଲୋବିନ୍ ଅଛି, ଆଉ ତା ଭିତରେ ଅଛି ଲୁହା ବା ଆଇରନ୍। ଆମ ହାଡ଼ ଶକ୍ତ କାରଣ ସେଥିରେ କ୍ୟାଲସିୟମ୍ ଅଛି। ହଁ, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ପୃଥିବୀରେ ଏହି ଲୁହା ବା କ୍ୟାଲସିୟମ୍ ସୃଷ୍ଟି କରିବାର ଶକ୍ତି ନାହିଁ। ଏଗୁଡ଼ିକ ତିଆରି ହୋଇଥିଲା କୋଟି କୋଟି ବର୍ଷ ପୂର୍ବେ ମହାକାଶରେ ଥିବା ବିରାଟ ନକ୍ଷତ୍ରମାନଙ୍କର କେନ୍ଦ୍ରରେ। ଯେତେବେଳେ ସେହି ନକ୍ଷତ୍ରଗୁଡ଼ିକ ସୁପରନୋଭା ବିସ୍ଫୋରଣ ମାଧ୍ୟମରେ ଧ୍ୱଂସ ହେଲେ, ସେହି ଉପାଦାନଗୁଡ଼ିକ ମହାକାଶରେ ବିଞ୍ଚି ହୋଇଗଲା, ଆଉ ଶେଷରେ ଆମ ପୃଥିବୀ ଆଉ ଆମ ଶରୀରରେ ପହଞ୍ଚିଲା। ଅର୍ଥାତ୍ ଆମେ ସମସ୍ତେ ପ୍ରକୃତରେ ମୃତ ତାରାମାନଙ୍କର ଅବଶିଷ୍ଟାଂଶ ବା ଷ୍ଟାର ଷ୍ଟଫ୍ରୁ ତିଆରି। ଏହି ଦୃଷ୍ଟିକୋଣଟି ବାସ୍ତବରେ ଅଦ୍ଭୁତ। ଆମେ ବ୍ରହ୍ମାଣ୍ଡ ଭିତରେ ନାହୁଁ, ବ୍ରହ୍ମାଣ୍ଡ ଆମ ଭିତରେ ଅଛି। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଏମାନେ ଆମଠାରୁ ଅଲଗା ନୁହନ୍ତି। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ କୌଣସି ଅଲଗା ଅଲଗା ବିଷୟ ନୁହେଁ। ସବୁ ଯୋଡ଼ି ହୋଇଛି। ହଁ, ଏଗୁଡ଼ିକ ଗୋଟିଏ ବିଶାଳ ଶୃଙ୍ଖଳର ବିଭିନ୍ନ ଅଂଶ ମାତ୍ର। ଯେତେବେଳେ କେହି ଏହାକୁ ଏହି ବୃହତ୍ତର ଦୃଷ୍ଟିକୋଣରୁ ଦେଖିବେ, ସେତେବେଳେ ବିଜ୍ଞାନ କେବଳ ମନେ ରଖିବାର ଏକ ବୋଝ ନ ହୋଇ ଏହି ଅସୀମ ସୃଷ୍ଟିକୁ ଉପଭୋଗ କରିବାର ଏକ ମାଧ୍ୟମ ପାଲଟିଯାଏ। ସତରେ, ଏକଦମ ସଠିକ୍ କଥା। ଆମେ ଏହି ଆଲୋଚନାରୁ ଯାହା ପାଇଲେ, ତାହା ହେଉଛି ଏକ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ। ମାନେ ଜିଜ୍ଞାସା ବହିର ବିଭିନ୍ନ ବିଷୟଗୁଡ଼ିକୁ ବିଶ୍ଳେଷଣ କରିବା ପରେ ମୋତେ ଲାଗୁଛି ଯେମିତି ଆଖିରେ ଥିବା ଏକ ଅଦୃଶ୍ୟ ପର୍ଦ୍ଦା ହଟିଗଲା। ଆମେ କ୍ଷୁଦ୍ର ଅମ୍ଳ କ୍ଷାର ଯୁଦ୍ଧରୁ ଆରମ୍ଭ କଲେ, ଫ୍ୟୁଜ୍ ତାରର ଆତ୍ମବଳିଦାନ ବୁଝିଲେ, ଥର୍ମୋଫ୍ଲାସ୍କର ଚତୁରତା ଦେଖିଲେ, ଆଉ ଖାଦ୍ୟ ମାଧ୍ୟମରେ ସୂର୍ଯ୍ୟାଲୋକ ଖାଇବା ବିଷୟରେ ଜାଣିଲେ। ଏବଂ ଶେଷରେ ଜାଣିଲେ ଯେ ଆମର ରକ୍ତରେ ତାରାମାନଙ୍କର ଅଂଶ ଅଛି। ବିଲକୁଲ। ବିଜ୍ଞାନ କେବଳ ପରୀକ୍ଷାଗାରର ବିଷୟ ନୁହେଁ, ଏହା ହେଉଛି ଆମର ଦୈନନ୍ଦିନ ଅସ୍ତିତ୍ୱର ମାନୁଆଲ ବା ମାର୍ଗଦର୍ଶିକା। ଯଦି ଆମ ପାଖରେ ବିଜ୍ଞାନ ରୂପକ ଚଷମା ଥାନ୍ତା, ଚା କପ୍ରୁ ଉଠୁଥିବା ଧୂଆଁଠାରୁ ଆରମ୍ଭ କରି ନିଜ ଶରୀରର ପରିବର୍ତ୍ତନ ପର୍ଯ୍ୟନ୍ତ ସବୁକିଛିର କାରଣ ଆମେ ଦେଖିପାରନ୍ତେ। କିନ୍ତୁ ଏଇ ସବୁକୁ ଶେଷ କରିବା ପୂର୍ବରୁ ମୋ ମନରେ ଏକ ଆକର୍ଷଣୀୟ ଏବଂ ଚିନ୍ତାଜନକ ପ୍ରଶ୍ନ ଆସୁଛି, ଯାହା ମୁଁ ସମସ୍ତଙ୍କୁ ଭାବିବା ପାଇଁ ଛାଡ଼ିଦେବାକୁ ଚାହେଁ। କ'ଣ ସେ ପ୍ରଶ୍ନ? ଆମେ ଆରମ୍ଭରୁ କହିଥିଲେ ଯେ ବିଜ୍ଞାନ ହେଉଛି ଏକ ଚିରବିକାଶଶୀଳ ଜଗତ, ଯାହା ଆଜି ସତ୍ୟ, କାଲି ତାହା ଆହୁରି ବିସ୍ତୃତ ହୋଇପାରେ। ଯଦି ବିଜ୍ଞାନ ସତରେ ଏତେ ଦ୍ରୁତଗତିରେ ବିକଶିତ ହେଉଛି ଏବଂ ଆମର ଜ୍ଞାନର ସୀମା ବଢ଼ିବାରେ ଲାଗିଛି, ତେବେ ଟିକେ କଳ୍ପନା କରନ୍ତୁ ତ, ଆଜିଠାରୁ 50 ବର୍ଷ ପରେ ସପ୍ତମ ଶ୍ରେଣୀର ପିଲାମାନେ ନିଜ ବିଜ୍ଞାନ ବହିରେ କେଉଁ ନୂଆ ବିଷୟ ପଢ଼ୁଥିବେ? ଓହୋ, ଏହା ଏକ ବିରାଟ ପ୍ରଶ୍ନ। ହଁ, କ'ଣ ସେମାନେ ଜିନ୍ ଏଡିଟିଂ ମାଧ୍ୟମରେ ନିଜ ଇଚ୍ଛା ମୁତାବକ ଗଛ ତିଆରି କରିବା ଶିଖୁଥିବେ? କିମ୍ବା ମଙ୍ଗଳ ଗ୍ରହର ମାଟିରେ ଉଦ୍ଭିଦ କିପରି ବଞ୍ଚିବ ସେ ବିଷୟରେ ଅଧ୍ୟୟନ କରୁଥିବେ? ସେମାନଙ୍କର ବିଜ୍ଞାନାଗର କ'ଣ ଏକ ଭର୍ଚୁଆଲ୍ ରିଆଲିଟି ସିମୁଲେସନ୍ ଭିତରେ ଥିବ? ଆଜିର ଏହି ସାଧାରଣ ନିୟମଗୁଡ଼ିକ ଆଗାମୀକାଲିର କେଉଁ ଅସମ୍ଭବ ସ୍ୱପ୍ନକୁ ସାକାର କରିବ? ଏହି ରୋମାଞ୍ଚକର ଭବିଷ୍ୟତ କଥା ଚିନ୍ତା କଲେ ହିଁ ଆଶ୍ଚର୍ଯ୍ୟ ଲାଗେ। ଆଉ ଏହି ନୂଆ ଚିନ୍ତାଧାରା ସହିତ ଆମେ ଆଜିର ଏହି ଗଭୀର ଅନୁଧ୍ୟାନକୁ ଏଠାରେ ଶେଷ କରୁଛୁ।